ଗୋମାତାର ସୁରକ୍ଷା କରିପାରିବା? କଣ ପାଇଁ ଏଭଳି ଗୋସେବକୁ ଆମେ ସହଯୋଗ କରିପାରିବା ନାହିଁ? କଣ ପାଇଁ ଆମେ ଆମ ଗୋମାତାକୁ ଘରେ ପାଳି ପାରିବା ନାହିଁ? ଆଗରୁ ଏତେ ଅଭାବ ଥିଲା, ଏତେ ଦୁଃଖ ଅଭାବ ଭିତରେ ବି ଆମେ ଗୋମାତାକୁ ପାଳୁଥିଲେ। ଆଜି ଆମ ପାଖରେ ପକ୍କା ଘର ଅଛି, ଆମ ପାଖରେ କୋଠା ଗାଡି ପ୍ରଚୁର ପଇସା ଅଛି, କିନ୍ତୁ ଆମେ ଆମ ଗୋମାତାକୁ ପାଳୁନୁ। ଆଉ ଯେ କଥା ରାଧାମାଧବ ଭାଇ କହିଲେ ନା, ଯେ ସତ କହୁଥିବା ଲୋକ ବହୁତ କମ୍। ଏଠି ହିନ୍ଦୁ ହିନ୍ଦୁ କହିକି ରାଜନୀତି କରୁଥିବା, ରାଜନୀତି ଦଳର ଗୋଲାମଗିରି କରୁଥିବା ଲୋକ ବହୁତ ଆଜ୍ଞା ଆପଣଙ୍କୁ ମିଳିବେ, ଯେଉଁମାନେ ଦିନରେ ହିନ୍ଦୁ ହିନ୍ଦୁ କହିବେ କିନ୍ତୁ ରାତିରେ ସେ ରାଜନୀତି ଦଳର ଗୋଲାମଗିରି କରିବେ। ଆଉ ଆମ ତମ ଭଳିଆ ରାଧାମାଧବ ଭାଇ ଭଳିଆ ଯଦି କିଛି ଲୋକ ଆସିକି ସତ କହିଲେ ତାକୁ ଗୋଡ଼ ଟାଣିବେ। ତ ଆପଣ ଯେତେବେଳେ ଆପଣଙ୍କର ବ୍ୟକ୍ତିଗତ ମତ, ଆପଣ ସ୍ୱାଧୀନ, ଆପଣଙ୍କୁ ସମ୍ବିଧାନ ଅଧିକାର ଦେଇଛି, ଆପଣ କୌଣସି ଦଳକୁ ସପୋର୍ଟ କରିପାରନ୍ତି, ଆପଣ କୌଣସି ଧର୍ମକୁ ସପୋର୍ଟ କରିପାରନ୍ତି, କିନ୍ତୁ ଆପଣ ଗୋଟିଏ ନାଁରେ ରୁହନ୍ତୁ। ଆପଣ ଯଦି ରାଜନୈତିକ ଦଳରେ ରହୁଛନ୍ତି ରୁହନ୍ତୁ, ଆପଣ କୌଣସି ରାଜନୈତିକ ଦଳକୁ ଜଏନ୍ କରନ୍ତୁ, କିନ୍ତୁ ହିନ୍ଦୁ ହିନ୍ଦୁ ହେଇ ଏପଟେ ହିନ୍ଦୁତ୍ୱର ମିଛ ବାହାନା କରିବେ, ଆଉ ନିରୀହ ହିନ୍ଦୁମାନଙ୍କ ଭାବନା ସହ ଖେଳିବେ, ଆଉ ତାପରେ ରାଜନୀତି ଦଳର ଗୋଲାମଗିରି କରିବେ। ଆଉ ଆମେ ଯଦି ଆପଣଙ୍କୁ ସତ କଥାଟେ କହିଲୁ ଆମକୁ ଭାଷା ଗାଳି ଗୁଲଜ କରିବେ, ଆମକୁ ବିଭିନ୍ନ ପ୍ରକାର ମିଛ ଆରୋପ ଲଗେଇବେ, ତ ଏଥିପ୍ରତି ଆପଣ ସତର୍କ ରୁହନ୍ତୁ। ତ ସେଇଠିକା ହିନ୍ଦୁ ସେଇମାନେ ଏଇ ବିଜେପି କୁ ଭୋଟ ଦେବେ। କଣ ଯଦି ଏମାନେ ପ୍ରକୃତରେ ହିନ୍ଦୁ ହେଇଥିବେ, ଭୋଟ ନ ଦେଇକି ଦେଖେଇ ଦିଅନ୍ତୁ ଯେ ଆମେ ଯେ ଆମ ଗୋମାତାଙ୍କର ଯିଏ ନୁହେଁ ଆମେ ତାର କେବେ କୌଣସି ରାଜନୈତିକ ଦଳକୁ ବହିଷ୍କାର କରନ୍ତୁ। ଆପଣ ସନା ଭାଇ କଥା କହୁନାହାନ୍ତି, ଯେ 14 ତାରିଖ ଘଟଣା ଘଟିଲା, ଏମାନେ ଉତ୍ତମ ମହାନ୍ତି ମଲା ତା ପାଇଁ ଗଲେ, ଏମାନେ ସିଦ୍ଧାର୍ଥ ମହାପାତ୍ର ମଲା ତା ମାକୁ ଦେଖିବା ପାଇଁ ଗଲେ, ଠିକ ଅଛି ଆପଣ ଜାଣନ୍ତୁ। ଏମାନଙ୍କର ହିନ୍ଦୁତ୍ୱ ପ୍ରତି କଣ କଣ୍ଟ୍ରିବ୍ୟୁସନ? ଜଣେ ଗौ ସେବକଟେ, ସିଏ ପୁଣି ବିଜେପିର ଜଣେ ସଦସ୍ୟ, ସେ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଇଥିଲା, ସେ ସବୁବେଳେ ବିଜେପି ପାଇଁ ପ୍ରଚାର କରେ, କିନ୍ତୁ ସେ ଗୋମାତା ସୁରକ୍ଷା ପାଇଁ ଆପଣ ଯୋଉ ଆନ୍ଦୋଳନ କରିଥିଲେ, ଆମ ହିନ୍ଦୁ ଯୁବକ ମାନେ ପୁରୀରେ ତାର ମୃତ୍ୟୁ ହେଲା, କେହି ଜଣେ ସମବେଦନା ଜଣାଇଲେ, ତା ଟ୍ୱିଟ୍ କଲେ। ଯିଏ ନିଜ ବ୍ୟକ୍ତିଗତ ସମସ୍ୟା ପାଇଁ ଆତ୍ମହତ୍ୟା ଦେଲା, ତା ପାଇଁ 20 ଲକ୍ଷ ଘୋଷଣା କରିଦେଲେ, କିନ୍ତୁ ଗୋସେବକଟେ ଗୋମାତାର ସୁରକ୍ଷା ପାଇଁ ମଲା ନା, ଏମାନେ ତାର କିଛି କଲେ ନା, ସେ କେମିତି ମଲା ତାର ଯାଞ୍ଚ କଲେ ନା, ତାକୁ କଣ କଲେ? ଆପଣ ଯୋଉଠୁ ଗୋବେଦ ଯଜ୍ଞ ଆରମ୍ଭ ହେଇଥିଲା ସେଇଠୁ ଆପଣ ଏଇ ଯୁଦ୍ଧ ଆରମ୍ଭ କରନ୍ତୁ। ନୟାଗଡ଼ କାଲି ତାଙ୍କର ପୁରା ଟିମ୍ ସହିତ ବସିକି କଥା ହେଲି, ଯୋଉମାନେ ନିଜକୁ ଗୋ ସେବକ ଭାବୁଛ, ଚ୍ୟାନେଲ ମାଧ୍ୟମରେ ହଉ କୋଉ ମାଧ୍ୟମରେ ହଉ ଆମ ସହିତ ଯୁଡ଼, ଆଉ ଆମ ସହିତ ଏ କଳି ଯୁଗରେ ଅନ୍ୟାୟର ଲଢ଼େଇ, ଗୋବଂଶଙ୍କ ପ୍ରତି ହଉଥିବା ଏ ଅନ୍ୟାୟ ଅତ୍ୟାଚାରକୁ ମାନେ ଆମ ସହିତ ସାଥ ଦିଅ। ଏଠି ୟୁଥ୍ ଅଶ୍ଳୀଳ ଭିଡିଓ ଦେଖିବାରେ ବ୍ୟସ୍ତ, ନହେଲେ ମଦ କାଉଣ୍ଟରରେ ରହିବାରେ ବ୍ୟସ୍ତ। ଏଠି ଆମ ଭଳି ଲୋକଙ୍କର 2000-5000 ଫଲୋଅର୍ସ ଥିବେ, କିନ୍ତୁ ଯୋଉମାନେ ତୁମେ ଦେଖୁଥିବ ଯୋଉମାନେ ଅଶ୍ଳୀଳତା ଫେଲଉଛନ୍ତି ତାଙ୍କର ମିଲିୟନ୍ସ ଫଲୋଅର, ଯୋଉମାନେ ମା ଭଉଣୀ ଶୋଧୁଛନ୍ତି, ଯିଏ ମାନେ ରାଜନୀତି କରୁଛନ୍ତି, ଯୋଉମାନେ ରାଜନୀତିଙ୍କ ପାଖରେ ପାଦଚଟା କରୁଛନ୍ତି, ସେମାନଙ୍କର ମିଲିୟନ୍ସ। ଏଠି ଭଲକୁ ଆକ୍ସେପ୍ଟ କରିବେନି, ଏଇଟା କଳିଯୁଗ। ଏଇ ଗୋବଂଶଙ୍କ ହତ୍ୟା କି ଏଇ ଗୋବଂଶଙ୍କ ଚାଲାଣ, ଏଇ ଗୋବଂଶ ଯୋଉ ଅନ୍ୟାୟ ଅତ୍ୟାଚାର ଉପରେ ଯୋଉ ମାନେ କ୍ୟାପାବୁଲ, ମାନେ ଯୋଉମାନଙ୍କ ପାଇଁ ଏସବୁ ଜିନିଷ ହଉଛି, ଯୋଉମାନେ ଚାହିଁଥିଲେ ୟାକୁ ବନ୍ଦ କରି ପାରିଥାନ୍ତ, ସେମାନେ 2036ର କ୍ୟାଲେଣ୍ଡର ଦେଖିବ ନାହିଁ। ଭାରତର ପ୍ରାୟ 99% ରାଜନୈତିକ ଦଳ ସେମାନେ ହଉଛି ହିନ୍ଦୁ ବିରୋଧୀ, ଗୋମାତା ବିରୋଧୀ, ହିନ୍ଦୁ ସଂସ୍କୃତି ବିରୋଧୀ, ସମସ୍ତଙ୍କୁ ଜଣାଅଛି। ଆଉ ସେ ରାଜନୈତିକ ଦଳ ମାନେ ଖୁଲମ ଖୁଲା କହୁଛନ୍ତି ଯେ ଆମେ ମୁସଲିମକୁ ସମର୍ଥନ କରିବୁ, ଆମେ ଖ୍ରୀଷ୍ଟିଆନକୁ ସମର୍ଥନ କରିବୁ। ସେମାନେ ଯାହା ତାଙ୍କର କାର୍ଯ୍ୟକଳାପ ବି ଆମେ ଦେଖୁଛୁ, ଯେମିତି କାଶ୍ମୀର ହଉ, ବେଙ୍ଗଲ ହଉ, ଏବେ ଓଡ଼ିଶା ହଉ, କେରଳ ହଉ, ଯାହା ହିନ୍ଦୁମାନଙ୍କ ସହ ହଉଛି, ସିକ୍ୟୁରିଟି ମାନେ ଘର ସେମାନେ ପଳାୟନ କରୁଛନ୍ତି, ତାଙ୍କ ଝିଅ ସହିତ ବର୍ବରତା ହଉଛି, ମଠ ମନ୍ଦିର ହତ୍ୟା ହଉଛି, ରାସ୍ତା କଡ଼ରେ ଗୋମାତାକୁ ହତ୍ୟା କରାଯାଉଛି। ମୁଁ ନିଜେ ଦେଖିଛି, ମୁଁ ପ୍ରାୟ ପାଖାପାଖି 22ଟା ରାଜ୍ୟ ବୁଲିଛି। ତ ଯେଉଁ ପାର୍ଟି ଭାଇ ହିନ୍ଦୁତ୍ୱ ଗୋମାତା କହୁଛୁ, ଯେ ପାର୍ଟି ହିନ୍ଦୁତ୍ୱ ନାରା ଦଉଛୁ, କିନ୍ତୁ ଯେଉଁ ଦେବଦୁର୍ଲଭ ତମ ଆମ ଭଳିଆ କାର୍ଯ୍ୟକର୍ତ୍ତା ପାଇଁ ସେ ଆଜି ହିନ୍ଦୁ ଭାଇ ସତ୍ତାରେ ବସିଛି। ଯେତେବେଳେ ସେମାନେ ସତ୍ତାକୁ ଭାଇ ଆସୁଛନ୍ତି, ସେତେବେଳେ କେବେ ବି ଗୋ ଭକ୍ତ କହିନି ମୋର ଚାକିରି ଦରକାର, ମୋର କଣ୍ଟ୍ରାକ୍ଟରେ କାମ ଦରକାର, ତମେ ମୋର ଏଇ ଜିନିଷଟା କରିଦିଅ, ଗୋ ଭକ୍ତ କେବେ କୁହେନି, କିନ୍ତୁ କେବେ କୁହେନି ସେଇ ଗୋମାତାର ସୁରକ୍ଷା ହବ କେମିତି, ହିନ୍ଦୁ ସୁରକ୍ଷିତ ହବ କେମିତି, ଧର୍ମାନ୍ତୀକରଣ ବନ୍ଦ ହବ, ଏଇସବୁ ଜିନିଷ ପାଇଁ ସେ ଲଢ଼େଇ କରେ। କିନ୍ତୁ ସେ ଯେତେବେଳେ ବିପଦରେ ପଡେ କାଲିକା ଭଳିଆ ଫୋନ୍ କାଟିଦିଅନ୍ତି। जय श्री राधे, जय श्री राधे, जय गोमाता, जय सनातन। भाई ये जो जीवन यात्रा जो श्री राधा माता मुझे जहाँ अनुभव कली आसिक आप माने पूर्व आश्रम गोटे युवा बयस केमी गोमाता प्रति सनातन धर्म प्रति जो विश्वास
এই ଯେଉଁ ଭାବନା এই ଯେଉଁ ହିନ୍ଦୁତ୍ୱ ପ୍ରତି ଜାଗୃତ ଏବେ ଏଟା କେବେଠୁ ଆସିଲା ଭାଇ? ମାନେ ଆମେ ସମସ୍ତେ ଜନ୍ମ ହିନ୍ଦୁ, ଏଇ ହିନ୍ଦୁ କୂଳରେ ଆଉ ସନାତନ କୂଳରେ, କିନ୍ତୁ କୋଉଠି ନା କୋଉଠି ଆମ ସିଷ୍ଟମ କରପ୍ଟ ହେଇସାରିଲାଣି, ଯୋଉଥିପାଇଁ କି ଆମେ ପିଲାବେଳେ ଆମେ ସାଂସ୍କ୍ରିଟ ପଢୁନେ କି କୌଣସି ସନାତନ ଧର୍ମ ବିଷୟରେ କ'ଣ ଆମ ପ୍ରଥମରୁ ନେଇକି ତୁମେ ଲକ୍ଷ୍ୟ କରି ଆସ, ଯାହା ଆମ ପିଲାମାନଙ୍କୁ ଶିଖାଯାଉଛି ତା ଦେହରେ ସନାତନର ପାଠ କୋଉଠି ଅଛି? ତାହେଲେ ସନାତନ ରହିଛି କୋଉଠି? ସନାତନ ଲୋପ ହେଇସାରିଲାଣି। ଯେମିତିକି ଆମେ ଯୋଉଟା ପିଲାଦିନରୁ କରିବା କଥା ତାକୁ ଏଇ ଅଳ୍ପ କିଛି ଦିନ ତଳେ ମୁଁ ଜାଣିବା ପାଇଁ ମାନେ ଜାଣିପାରିଲି, ଅନୁଭବ ହେଲା କି ଆମେ ସନାତନରେ ଜନ୍ମ ହେଇ ଆମେ ହିନ୍ଦୁତ୍ୱରେ ଜନ୍ମ ହେଇ ଆମେ କରୁଛୁ କ'ଣ? ଆମେ ଜୀବ ହତ୍ୟା କରୁଛୁ। କାଲି ମାନେ ଏଇ ଯୋଉ ଧର୍ମଯୁଦ୍ଧର ପ୍ରଥମ ଦିନ ଥିଲା, ଆଉ ଆମ ଜଗନ୍ନାଥଙ୍କର ଉତ୍ପତ୍ତି ନୀଳମାଧବଙ୍କ ପାଖରୁ। କାଲି ଯେଉଁ ଧର୍ମଯୁଦ୍ଧ ଆପଣ ଆରମ୍ଭ କଲେ ନା, ତ ମୁଁ କହିବି କାରଣ ମୁଁ ବହୁତ ଦିନରୁ ଏମିତି ସଂଗ୍ରାମ ଚାଲିଛି, ଗ୍ରାଉଣ୍ଡ ଲେଭେଲରେ କାମ କରୁଛୁ, ସୋସିଆଲ ମିଡ଼ିଆରେ। ଏଇ ଧର୍ମଯୁଦ୍ଧରେ କିଛି ବିଭୀଷଣ ଥିବେ ଭାଇ, ଏଇ ଧର୍ମଯୁଦ୍ଧରେ କିଛି ଭୀଷ୍ମ ଥିବେ, ଏଇ ଧର୍ମଯୁଦ୍ଧରେ କିଛି ଏମିତିକା ଥିବେ ଯେମାନେ କି ଆପଣଙ୍କୁ ବିଭିନ୍ନ ପ୍ରକାର, ଆଜି ଦେଖିବେ ମୁଁ କାଲି ଆପଣଙ୍କ ଯେ ଭିଡିଓ ଦେଖୁଥିଲି, ବହୁତ ଲୋକ ଅଛନ୍ତି ଯେମାନେ କି ହିନ୍ଦୁତ୍ୱର ହ ଅକ୍ଷର କୁହନ୍ତି ନାହିଁ, ସେମାନେ ସମସ୍ତେ ଅନ୍ୟ କୌଣସି ରାଜନୈତିକ ପ୍ରଚାର କରନ୍ତି। ଦେଖିଲେ ରାଧାମାଧବ ଭାଇ, ଯେତେବେଳେ ରାଧାମାଧବ ଭାଇ ସୋସିଆଲ ମିଡ଼ିଆରେ ଭାଇରାଲ ଅଛି, ଲେଖି ଦଉଛନ୍ତି ମୁଁ ବି ରାଧାମାଧବ ଭାଇ ସହିତ ଅଛି, ମୁଁ ବି ରାଧାମାଧବ। ତ ଏଇଭଳିଆ ଘର ଭିତରେ ବିଭୀଷଣକୁ ଟିକେ ସାବଧାନ ଥିବେ। ଆଉ ଗୋଟେ କଥା କହୁଛି ଭାଇ, ଆଜି ଯେ କଥା ଆପଣ କହିଲେ, ଆମର ଏମିତି ଗୋ ଭକ୍ତ ଅଛନ୍ତି, ଯେଭଳିଆ ଆପଣ କହିଲେ ନୀଳମାଧବ ମିଶ୍ର, ଏଭଳିଆ ବହୁତ ଅଛନ୍ତି ଭାଇ, ଯେମାନେ କି ଦିନ ରାତି 24 ଘଣ୍ଟା ସକ୍ରିୟ ହେଇ ସେମାନେ କାମ କରୁଛନ୍ତି। ଏକଲା ମୁଁ ଯେ ଆଜି ସନାତନୀ ବାହାରିଛି, ହିନ୍ଦୁ ବାହାରିଛି ସେଭଳିଆ ନୁହେଁ। ମୋ ପୂର୍ବରୁ ବି ବହୁତ ଲୋକ ବାହାରିଛନ୍ତି, ଏବେ ବି ଅଛନ୍ତି, କିନ୍ତୁ ତାଙ୍କୁ କୋଉଠି ନା କୋଉଠି ପ୍ରଶାସନ ବଳରେ ହଉ, ଲୋକାଲ ନେତା ମନ୍ତ୍ରୀଙ୍କ ବଳରେ ହଉ, ମିଛ କେସରେ ହଉ, ଗୁଣ୍ଡା ଶ୍ରେଣୀ ଲୋକମାନଙ୍କ ଦ୍ୱାରା ପ୍ରତିଘାତ କରି ତାଙ୍କୁ ବସେଇ ଦିଆଯାଇଛି। ତ ଯେତେବେଳେ ଆମେ ଜାଣୁଛୁ କି ଜନ୍ମ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ, ମୃତ୍ୟୁ ଗୋଟେ ଏଭଳି ସତ୍ୟ ଯାହାକୁ କେହି କାଟି ପାରିବେ ନାହିଁ। ଯଦି ଆମେ ସମସ୍ତେ ମରିବା, ତାହେଲେ ମରିଗଲା ପରେ କ'ଣ ହବା ଆମେ କେବେ ଚିନ୍ତା କରିଛେ? ଆମେ ପିଲାବେଳେ ଏବେ ବି ଦେଖୁଛେ, ଯଦି କାହା ଘରେ କିଏ ମରିଯାଉଛି 10 ଦିନ ବାଲି ଉପରେ କୋଉ ଚିତ୍ର ଆସିଲା, ତାମାନେ ମରିଲା ପରେ ଗୋଟେ ଜନ୍ମ ଅଛି। ଆଉ ମୁଁ କାଲି ଯାଇଥିଲି କଣ୍ଟିଲୋ, ମାନେ ଆମ ଜଗନ୍ନାଥ, ଆମ ଓଡ଼ିଆ ମାନେ ଭାବୁଥିବେ, ଏପର୍ଯ୍ୟନ୍ତ ଜାଣିଥିବେ ଯେ ଆମେ ବି ମାନୁଥିଲୁ, ଯେତେବେଳେ ମୁଁ ଜାଣିନଥିଲି ମୁଁ ଭାବୁଥିଲି ଜଗନ୍ନାଥଙ୍କଠୁ ବଡ଼ କେହି ନାହାନ୍ତି। କିନ୍ତୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା 3 ଜଣଯାକ ମିଶିକି ଏଠି ଅଛନ୍ତି ନୀଳମାଧବ। ନୀଳ ହେଲେ ଆମ ମହାପ୍ରଭୁ, ମା ହେଲେ ଆମ ମା ସୁଭଦ୍ରା, ଆଉ ହେଲେ ଆମ ବଡ଼ ଠାକୁର। ଭଗବତ ପ୍ରାପ୍ତି କରିଦିଅ, ନାମ ନିଅ, କାହାରି ଅମଙ୍ଗଳ କରନି, ଜୀବ ହତ୍ୟା କରନି। ତ ଆମ ସନାତନ, ଆମ ହିନ୍ଦୁ ଧର୍ମ କେବେ କାହାରିକି ଖରାପ ଦିଏ ନାହିଁ। କିଛି ଲୋକ ଅଛନ୍ତି ଯେମିତି, ତାମାନେ କ'ଣ, ଆମେ ଯେମିତି ସବୁ ପୁଲିସ କ'ଣ ଖରାପ, ତା ଦେହରେ କିଛି ଭଲ ଅଛି, ସବୁ ନେତା ମନ୍ତ୍ରୀ କ'ଣ ଖରାପ, ତା ଦେହରୁ ହୁଏତ 99%, କିନ୍ତୁ ଭଲ ବି ଅଛନ୍ତି। ସେଇଭଳିଆ ଭଲ ଲୋକ ରହିବେ, ଖରାପ ଲୋକ ରହିବେ। ସେଇ ଜଣିଏ ଭଲ ଲୋକ ପାଇଁ ପୁରା ବିଶ୍ୱ ଭାଇ ଚାଲିଛି। ପୂଜ୍ୟ ଶ୍ରୀ ପ୍ରେମାନନ୍ଦ ମହାରାଜ, ତାଙ୍କଠୁ ମୁଁ ଇନ୍ସପାୟାର୍ଡ, ଆଉ ତାଙ୍କଠୁ ବି ମୁଁ ଦୀକ୍ଷିତ। ଇନ୍ଦ୍ରେଶ ଉପାଧ୍ୟାୟ ଜଣେ କ'ଣ ସଫ୍ଟୱେୟାର ଇଞ୍ଜିନିୟର ଠାକୁରଙ୍କର ଭକ୍ତ ହେଇପାରିବେ? ଜଣେ ନେତା କ'ଣ ଠାକୁରଙ୍କର ଭକ୍ତ ହେଇପାରିବେ? ସମସ୍ତେ ଏଠିକି ହବା ପାଇଁ ଚେଷ୍ଟା କର। ଯେମିତି ମୁଁ କେବେ ମୋ ପର୍ସନାଲ ଲାଇଫ ଦେଖେଇ ନାହିଁ, ତ ମୋର ବି ବହୁତ ସାରା ବିଜନେସ୍ ଅଛି, ଯେମିତିକି ଡିଜେ, ଆଉ ଯେମିତିକି ଟ୍ରକ୍, ଯେମିତିକି 2x2 ବସ୍, ଟ୍ରାକ୍ଟର, ଆଉ ଚାଷବାସ, ମାନେ ଏଭ୍ରିଥିଙ୍ଗ। ୟା ସବୁ ରହିଲା ପରେ ମୁଁ ତାକୁ ସବୁ ଡିପାର୍ଟମେଣ୍ଟ ୱାଇଜ ଡିଭାଇଡ କରିଦେଇଛି। ତ ଆମ ହିନ୍ଦୁ ଧର୍ମରେ ସବୁଠାରୁ ଆମ ବିଶେଷ କରି ଆମ ପରିବାର, ଆମ ସମାଜରେ ଗୋଟେ ଭୁଲ ଧାରଣା ବସିଛି, ଯାହାକି ଆପଣ ଦେଖିବେ ଗୋଟେ ମୁସଲିମରେ ଯଦି ମଲାନା ହୁଏ ତାକୁ ସମସ୍ତେ ସମ୍ମାନ କରନ୍ତି, ତାକୁ ବହୁତ ବଡ଼ ଆସନରେ ଦିଅନ୍ତି। ଗୋଟେ ଖ୍ରୀଷ୍ଟିଆନ ଯେତେବେଳେ ଫାଦର ହୁଏ ତାକୁ ସମସ୍ତେ ସମ୍ମାନ କରନ୍ତି। କିନ୍ତୁ ଯେତେବେଳେ ଗୋଟେ ହିନ୍ଦୁଟେ, ଯେତେବେଳେ ଗୋଟେ ହିନ୍ଦୁତ୍ୱ ସମାଜ ପାଇଁ କାମ କରେ, ଯେତେବେଳେ ସେ ଗେରୁଆ ବସ୍ତ୍ର ପିନ୍ଧେ, ଯେ ସେ ଭଲ କଥା କୁହେ, ତା ଘର ପରିବାର ତାକୁ ବିରୋଧ କରେ। ଆମ ଛୁଆଟା କାଳେ ବାବା ହେଇଯିବ,
ଆମ ଛୁଆଟା ସଂସାର ତ୍ୟାଗ କରିବ। ସେଇ କାରଣରୁ ହିଁ ଭାଇ ଆଜି ଆମେ ଏତେ ପଛରେ ଅଛି। ଯଦି ଗୋଟେ ମୁସଲିମ ତା ମୌଲାନାକୁ ସମ୍ମାନ ଦଉଛି, ଯଦି ଜଣେ ଖ୍ରୀଷ୍ଟିଆନ ତା ଫାଦରକୁ ସମ୍ମାନ ଦଉଛି, କିନ୍ତୁ ହିନ୍ଦୁଟା ତା ସାଧୁ ସନ୍ତକୁ ଦଉନାହିଁ, ଇଭେନ ତା ବାପା ମା ବି ଦଉନାହାନ୍ତି। ଏଇ ମାଇଣ୍ଡ ସେଟଟା ସମସ୍ତଙ୍କର ଚେଞ୍ଜ ହବା ଦରକାର। ଆକୁ ନେଇ କଣ କହିବେ? ବ୍ରାହ୍ମଣ ଆଉ ଗୋଙ୍କର କଲ୍ୟାଣ ନ ହେଇଛି ସେ ଦେଶ ସେ ରାଜ୍ୟର କିଛି ହବନି। ତୁମେ କଣ ରାଜ୍ୟ ଭଲରେ ଅଛି? ଦେଶ କଣ ଭଲରେ ଅଛି? ତ ଏଠି ବ୍ରାହ୍ମଣଙ୍କର ପରିସ୍ଥିତି କଣ, ଗୋବଂଶଙ୍କର ପରିସ୍ଥିତି କଣ? କଣ ଦେଶ ଆଉ ରାଜ୍ୟ ଭଲରେ ଅଛନ୍ତି? ଏମାନେ ପାକିସ୍ତାନ ଭଳିଆ ପାଗଳ ଦେଶ ଦୁନିଆରେ ନାହାନ୍ତି। ଇସଲାମିକ କଣ୍ଟ୍ରି ଯେତେକ ସବୁ ପାଗଳ ଦେଶ। ଇରାକ ଇରାନକୁ ମାରିଲାଣି, ପାକିସ୍ତାନ ଉପରେ ତାଲିବାନ ଆଟାକ୍ ହେଲାଣି। ଏମାନଙ୍କ ମୁଣ୍ଡ କେତେବେଳେ କାହାର ସଟକି ଯିବ, କିଏ ଗୋଟେ ଆଟମିକ କରିଦେବ। 2 ସେକେଣ୍ଡରେ ଯୋଉ ପୃଥିବୀ ଏତେ ସ୍ପିଡରେ ବୁଲୁଛି, ସେଇ ପୃଥିବୀ ଯଦି କୋଉଠି ଟିକେ ହଲି ଯାଉଛି, ଭୂକମ୍ପ ହଉଛି, ଆଉ ସେଠି କଣ ପରିସ୍ଥିତି? ଅଚ୍ୟୁତାନନ୍ଦ ମାଳିକାରେ ଲେଖିଛନ୍ତି ଅସ୍ତ ଗଛରୁ ଅହଳ, ବରଗଛରୁ ଯେମିତି ଆପଣ ଅହଳ ଦେଖୁଛନ୍ତି, ଅସ୍ତ ଗଛରୁ ମଧ୍ୟ ଅହଳ ପଡ଼ିବାରେ କେବେ ଦେଖିଛନ୍ତି? ସାରା ପୃଥିବୀରେ ଗୋଟେ ଜାଗାରେ ହେଇଥିଲା, ସେଟା ହଉଛି ସେଇଠି ନୀଳମାଧବଙ୍କ ମନ୍ଦିର। ସେଇ ଯୋଉଠି କହୁଛି ଗୋବଂଶଙ୍କର ପୂଜା ହେଇଥିଲା, ଗୋବେଦ ଯଜ୍ଞ ହେଇଥିଲା। ସେ ଗୋବେଦ ଯଜ୍ଞ ପାଖରେ ଗୋଟେ ଅଶ୍ୱସ୍ଥ ଗଛ ଥିଲା, ଆଉ ଅଶ୍ୱସ୍ଥ ଗଛରେ ଅହଳ ପଡିଥିଲା। ଅଶ୍ୱସ୍ଥ ଗଛ ଯେତେ ଦିନ ପର୍ଯ୍ୟନ୍ତ ଠିକ ଥିଲା, ସେତେ ଦିନ ପର୍ଯ୍ୟନ୍ତ ଗୋବଂଶ ସୁରକ୍ଷିତ ଥିଲା। ସେ ଗଲା କେବେ? 1999 ମସିହା ମହାବାତ୍ୟାରେ ସେ ଗଛ ଚଳି ଯାଇଛି। ଆଉ ଅଚ୍ୟୁତାନନ୍ଦ ଲେଖିଛନ୍ତି ଯେବେଠୁ ସିଏ ଯିବ, ଗୋବଂଶ ପାଇବେ। ଆଉ ଧ୍ୱଂସ ହଉଛନ୍ତି। ଆଉ ତାପରେ 1999 ମସିହା ପୂର୍ବରୁ କଣ ଥିଲା ସମାଜର ପରିସ୍ଥିତି, 1999 ମସିହା ପରେ କଣ ଅଛି ପରିସ୍ଥିତି? କୋଉଠି ଅଛି ତୁମ ଟେକ୍ନୋଲୋଜି? ଯେତେ ହସ୍ପିଟାଲ ସେତେ ରୋଗୀ। ଆଗରୁ ବୈଦ ଆସୁଥିଲେ, ଟ୍ରିଟମେଣ୍ଟ କରୁଥିଲେ, ଲୋକ ବଞ୍ଚୁଥିଲେ। ଏବେ ପ୍ରତ୍ୟେକ ପଞ୍ଚାୟତରେ ହସ୍ପିଟାଲ, ପ୍ରତ୍ୟେକ ହସ୍ପିଟାଲ ବେଡ୍ ଫୁଲ। ଯେତେ ହସ୍ପିଟାଲ କରିବ ସେତେ ରୋଗ। କାହିଁକି? ସନାତନ। ଯେତେବେଳେ ଇଂରେଜ ଆସିଥିଲେ ଆମକୁ ଶାସନ କରିବା ପାଇଁ, ସେତେବେଳେ ସେମାନେ ମାତ୍ର 30 ଜଣ ଆସିଥିଲେ। ଆଉ 30 ଜଣ ଆସିଲେ 3000 ଜଣ ଆମରି ଏଇ ଭାରତୀୟ ଫୁଲ ଧରି ଛିଡା ହେଇଥିଲେ ତାଙ୍କ ଉପରକୁ ଫୁଲ ଫିଙ୍ଗିବା ପାଇଁ। ଏମାନେ ଯେତେ ପର୍ଯ୍ୟନ୍ତ ରହିଥିବେ, ସେତେ ପର୍ଯ୍ୟନ୍ତ ଏଇଭଳିଆ ସମାଜର ମାନେ ହାନି ହେଇ ଚାଲିଥିବ। ବାକି ଯେତେବେଳେ ରାମ ଥିଲେ, ସେତେବେଳେ ରାବଣ ଥିଲେ। ଯେତେବେଳେ କଂସ ଥିଲେ, ସେତେବେଳେ କୃଷ୍ଣ ଥିଲେ। ଏଠି ଭିଲିଆନ ହେଲା ଜନତା, ଆଉ ଭଗବାନ ହେଲେ ଜଗନ୍ନାଥ। ସବୁ ରାମ ରାବଣ, କଂସ କୃଷ୍ଣ, ବଳି ବାମନ, ଆଉ ଜନତା ଜଗନ୍ନାଥ। ତ এই ଜନତା ହେଲା 1 ନମ୍ବର, ମାନେ ଏହାରି ପାଖରେ ସବୁ। ଏଇ ନାଟର ଗୋବର୍ଦ୍ଧନ, ଏଇ ନୂଆପଡାରେ ତୁମେ ମାନେ ଦେଖୁଥିବ, ତୁମେ ତମ ସୋସିଆଲ ମିଡିଆ ସହିତ ଲିଙ୍କଡ ଅଛ। କିଛି ଲୋକ କହୁଛନ୍ତି ଭାଇ ନୂଆପଡାରେ ଗୋ ହତ୍ୟା ଯୋଉ ମରିଗଲେ ତାଙ୍କ ଉପରେ କୁହନ୍ତୁ। କଣ ତୁମ ପାଇଁ 12ଟା 15ଟା ନୂଆ ହେଇଥିବ, ମତେ ପ୍ରତ୍ୟେକ 5 ମିନିଟରେ 150ଟି ମୃତ ହାତ ଖବର ଆସୁଛି। ଆଉ ନୂଆପଡାରେ ତୁମେ ମାନେ ଏକତ୍ରିତ ହେଇ କଲେକ୍ଟର ଅଫିସ ଘେରାଉ କଲନି କାହିଁକି? ରାସ୍ତା ରୋକ କଲନି କାହିଁକି? ତ ସବୁ ଜାଗାରେ କଣ ମୁଁ ଥିବି? ମୁଁ ଆଜି ବଞ୍ଚିଛି, 15 ମିନିଟ ପରେ ମୁଁ ନଥିବି। ଆଉ ମୁଁ ମୋ କର୍ମ ନେଇକି ପଳେଇବି, କାହିଁକି ନା ମୁଁ ମୋର ଯେତିକି କରିବା କଥା ମୁଁ କରି ଚାଲିଛି। ଏଠି ଆମେ ଆଜି ଅଛେ, କାଲି ନଥିବା। ଏଠି ଲୋକ କେହି କାହାରିକି ମନେ ରଖି ନାହାନ୍ତି। ତୁମେ ମାନେ କହିପାରିବ କିଏ ଋଗ୍ବେଦ, ଶ୍ୟାମବେଦ, ଯଜୁର୍ବେଦ, ଅଥର୍ବେଦ, ଯୋଉ ବେଦରେ ଆମେ ପରିଚାଳିତ, ସେ ବେଦର କିଏ ଲେଖିଥିଲା ଆମେ ଜାଣିନେ। ଏ ହେଲା ଆମ ହିନ୍ଦୁତ୍ୱ। ଆମେ ଯିଏ ବେଦ ଲେଖିଥିଲେ ତା ବିଷୟରେ ଜାଣିନେ, ଆଉ ଏଠି ଆମକୁ କିଏ ମନେ ରଖିବ? ଆମେ ଆମ କର୍ମର ଫଳ ଆଜି ନହେଲେ କାଲି ପାଇବୁ। ସେଥିପାଇଁ ଆମ କର୍ମ 100% ଠିକ ହବା ଦରକାର, ଯାହା ମୋର ପ୍ରୟାସ। ଭାରତ ଗୁଲାମୀ ହେଇଛି, ଆଜି ଯଦି ଭାରତ ହିନ୍ଦୁ ସମାଜର ଏ ଅବସ୍ଥା, ଯେ ମୋ ଗୋମାତାର ହତ୍ୟା ହଉଛି, କେବଳ ଜ୍ଞାନୀ ଗୁଣୀ ଲୋକ ଯେତେବେଳେ ରାଧାମାଧବ ଭାଇ ଲଢ଼େଇ କରୁଛୁ, ଯେତେବେଳେ ହେମନ୍ତ କ୍ରାନ୍ତି ଲଢ଼େଇ କରୁଛୁ, ହେମନ୍ତ ଯେତେବେଳେ ସତ କଥାଟା କହିବା ପାଇଁ ଯାଉଛୁ, ରାଧାମାଧବ ଭାଇ ଯେତେବେଳେ ସତ କଥା କହିବା ପାଇଁ ଯାଉଛୁ, ରାଧାମାଧବ ଭାଇ ସେଇ ଭିତରେ ବହୁତ କମ୍ ଲୋକ। ସେଇଟା ସବୁଠାରୁ ଦୁଃଖର କଥା। ଗୋଟେ ମାର ମାନେ 2ଟା ପିଲା ଅଛନ୍ତି। ଗୋଟେ ଟିକେ ଏଡଲ୍ଟ ଏଜର, ମାନେ 5-7 ବର୍ଷ, ତାକୁ ତା ମା ଖେଳନା କିଛି ଧରେଇ ଦେଇଛି, ସେ ଖେଳୁଛି। ଛୋଟ ପିଲାଟି କାନ୍ଦୁଛି, ଆଉ ଯେତେବେଳେ କାନ୍ଦୁଛି ତା ମା ଆସିକି ତାକୁ କୁଳଉଛି, କି ଖାଇବା ଦଉଛି, କଣ କରୁଛି,
କିନ୍ତୁ ସେମ୍ ଜାଗାରେ ବଡ଼ ପୁଅ ଯିଏକି ତାକୁ ଖେଳନା ଦେଇ ଦିଆଯାଇଛି, ସେ ଖେଳନା ମାନେ କଳି। ତାର ମା ଦରକାର ପଡୁଛି କି? ଛୋଟ ପିଲାଟେ ସେ ତା ମାକୁ ଡାକୁଛି, କାନ୍ଦୁଛି, କାହିଁକିନା କଥାକୁ ଆସିକିନି କାନ୍ଦିକି ତା ମାକୁ କହୁଛି, ତା ମା ବି ବୁଝି ଯାଉଛି, ଆସିକି ତାକୁ କୁଳେଇ ନଉଛି କି ତାକୁ ଖାଇବା ଭୋକ ଲାଗିଲାଣି କି ତାକୁ ପିମ୍ପୁଡ଼ି କାମୁଡ଼ିଲା କି ତାକୁ ମଶା କାମୁଡୁଛି, ଜାଣିପାରୁଛି ତା ମା। ସେମ୍ ଜାଗାରେ ସେମ୍ ମା ପାଖରୁ ଜନ୍ମ ପୁଅ ଏପଟେ ତାକୁ ଦିଟା ଖେଳନା ଦିଆଯାଇଛି, ତାର ଖେଳନାରେ ଲିପ୍ତ ଅଛି, ମାନେ ଖେଳନାଟା ହେଲା କଳି। ତ ଏଠି ସମସ୍ତେ ଏଠି ୟୁଥ୍ ଅଶ୍ଳୀଳ ଭିଡ଼ିଓ ଦେଖିବାରେ ବ୍ୟସ୍ତ, ନହେଲେ ମଦ କାଉଣ୍ଟରରେ ରହିବାରେ ବ୍ୟସ୍ତ। ଏଠି ଆମ ଭଳି ଲୋକଙ୍କର 2000-5000 ଫଲୋଅର୍ସ ଥିବେ, କିନ୍ତୁ ଯୋଉମାନେ ତୁମେ ଦେଖୁଥିବ ଯୋଉମାନେ ଅଶ୍ଳୀଳତା ଫେଲଉଛନ୍ତି ତାଙ୍କର ମିଲିୟନ୍ସ ଫଲୋଅର, ଯୋଉମାନେ ମା ଭଉଣୀ ଶୋଧୁଛନ୍ତି, ଯିଏ ମାନେ ରାଜନୀତି କରୁଛନ୍ତି, ଯୋଉମାନେ ରାଜନୀତିଙ୍କ ପାଖରେ ପାଦଚଟା କରୁଛନ୍ତି, ସେମାନଙ୍କର ମିଲିୟନ୍ସ। ଏଠି ଭଲକୁ ଆକ୍ସେପ୍ଟ କରିବନି, ଏଇଟା କଳିଯୁଗ। କିନ୍ତୁ ବାରମ୍ବାର କହି ଆସିଛି, ଯେତେବେଳେ ରାମ ଥିଲେ ସେତେବେଳେ ରାବଣ ଥିଲେ, ଯେତେବେଳେ କଂସ ଥିଲେ ସେତେବେଳେ କୃଷ୍ଣ ଥିଲେ, ଯେତେବେଳେ ଇଏ ଜନତା ଅଛନ୍ତି ଜଗନ୍ନାଥ ବି ଅଛନ୍ତି। ତ ଆମେ କାହାର? ଆମେ ଜଗନ୍ନାଥ। ବାକି ସବୁ ଯଦି ଭଲ ହେଇଯିବେ ତାହେଲେ ମାଳିକା ଲେଖିଛି 2035 ସୁଦ୍ଧା କଳି ଧ୍ୱଂସ ହେଇସାରିଥିବ। ମୁଁ ଆଜିକା ଡେଟ୍ରେ କେବେ କୌଣସି ଆଡ଼େ କହିନଥିଲି ଏଇ ଗୋବଂଶଙ୍କ ହତ୍ୟା କି ଏଇ ଗୋବଂଶଙ୍କ ଚାଲାଣ, ଏଇ ଗୋବଂଶ ଯୋଉ ଅନ୍ୟାୟ ଅତ୍ୟାଚାର ଉପରେ ଯୋଉ ମାନେ କ୍ୟାପାବୁଲ, ମାନେ ଯୋଉମାନଙ୍କ ପାଇଁ ଏସବୁ ଜିନିଷ ହଉଛି, ଯୋଉମାନେ ଚାହିଁଥିଲେ ୟାକୁ ବନ୍ଦ କରି ପାରିଥାନ୍ତ, ସେମାନେ 2036ର କ୍ୟାଲେଣ୍ଡର ଦେଖିବ ନାହିଁ। ମାଳିକାରେ ଉଲ୍ଲେଖ ଅଚ୍ୟୁତାନନ୍ଦ ମହାପ୍ରଭୁଙ୍କର, ଆଉ ସେ ଅସ୍ତଗଛ ସେଠି ନାହିଁ। ତୁମେ ସେଠିକାର ଲୋକମାନଙ୍କୁ ପଚାରିପାର। ଆଉ ଶଙ୍କରାଚାର୍ଯ୍ୟ, ଆମର 4 ଶଙ୍କରାଚାର୍ଯ୍ୟରୁ ପୁରୀରେ ଯିଏ ଆମର ଶଙ୍କରାଚାର୍ଯ୍ୟ, ସିଏ ହେଲେ ସବୁଠୁ ଶ୍ରେଷ୍ଠ। ସିଏ ଚାମର ୟୁଜ୍ କରନ୍ତି, ଦେଖିଛ? ବାକି 3 ଜଣ ଶଙ୍କରାଚାର୍ଯ୍ୟ ଚାମର ୟୁଜ୍ କରୁଛନ୍ତି। ଆଉ ମାଳିକାରେ ବର୍ଣ୍ଣିତ ସେ 2035 ପର୍ଯ୍ୟନ୍ତ କରିବେ ନାହିଁ, ତାମାନେ 2035ରେ କଳିଯୁଗ ସରୁଛି। ସେ ଚାମର ଧରିବେ, ମାନେ ସେ ଚାମର ଧରୁନାହାନ୍ତି ଏଇଥିପାଇଁ ଏ ଧରିତ୍ରୀ ମାତା ଉପରେ ଗୋବଂଶଙ୍କର ରକ୍ତ ପଡୁଛି ବୋଲି ସେ ତ୍ୟାଗ କରିଦେଇଛନ୍ତି, ଏତେ ବଡ ପ୍ରଣ ନେଇଛନ୍ତି। ସେ ପୁନର୍ଧାରଣ କରୁଛନ୍ତି 2035ରେ। 2035ରେ ଯଦି ପୁନର୍ଧାରଣ କରିବେ, କଣ ଇଏ କଳିଯୁଗ ଆଉ ଥିବ? ଇଏ କଳିଯୁଗ ଆଉ ନଥିବ। ଯୋଉମାନେ ଜନତାଙ୍କର ହେଇ ରହିବା ପାଇଁ ଚାହୁଁଛ, ଜନତାଙ୍କର ହେଇ ରୁହ। ଯୋଉମାନେ ଜଗନ୍ନାଥଙ୍କର ହେଇ ରହିବା ପାଇଁ ଚାହୁଁଛ, ସେମାନେ ଆମ ସହିତ ଯୋଡ଼ିବ। କାହିଁକିନା ମାଳିକା ଉଲ୍ଲେଖ କରିଛି 75% ଲୋକ ମରିଯିବେ, 25% ଲୋକ ବଞ୍ଚିବେ। ଆଉ ସେ 25% କିଏ? ଯୋଉମାନେ ଶରଣାପନ୍ନ। କଣ ଆମେ କାହାର କିଛି କ୍ଷତି କରୁଛୁ କି ଯଦି ଭଗବାନଙ୍କୁ ଶରଣାପନ୍ନ ହେଇଗଲୁ? ଆଜି ଯିଏ ଯାହା କାମ କରୁଛି ଆମେ ବି ସେଇଆ କରିବା। ଆମେ ଜୀବ ହତ୍ୟା କରିବା ନାହିଁ, ମଦ ମାଂସଠୁ ଦୂରରେ ରହିବା। ଦିନରେ 24 ଘଣ୍ଟାରୁ 24 ମିନିଟ୍ ଟାଇମ୍ ପାଇଲେ ଆମେ ଠାକୁରଙ୍କୁ ଡାକିବା, ଗୋ ସେବା କରିବା, କୋଉଠି ଦୁଃଖୀ ରଙ୍କୀଙ୍କର ସେବା କରିବା। କେବଳ ଗୋ ସେବା ନୁହେଁ, ପ୍ରତ୍ୟେକ ଜୀବ ଦେହରେ ସେବା କରିବା। ଏହା ଆମର ଲକ୍ଷ୍ୟ ହବା ଦରକାର। ଆମେ ନିଶ୍ଚୟ ଠାକୁରଙ୍କୁ, ମାନେ ମାଳିକା ଲେଖିଛି ଯେ ତାଙ୍କର କିଛି ହବ ନାହିଁ। ଯେତେବେଳେ 4th ୱାର୍ଲଡ ୱାର ଷ୍ଟାର୍ଟ ହେଇଯିବ, ଆରେ ପାକିସ୍ତାନକୁ ଭରସା ଅଛି କେତେବେଳେ ଦିଟା ଆଟୋମିକ ବମ୍। ଆମେ ନିଜେ ଦେଖିଛେ କେରଳରେ ଗୋଟେ ଧ୍ୱଂସ ହେଇଯିବାର ଗାଁ, ସପୁରୀ ଭିତରେ ବମ୍ ପୁରେଇ ଗୋଟେ ମାଇ ହାତୀକୁ, ପ୍ରେଗନେଣ୍ଟ ହାତୀକୁ ଦିଆଯାଇଥିଲା। ସେ ଗାଁ ଧ୍ୱଂସ ହେଇଯାଇଛି। କଣ ସେଠି 50 ଫୁଟର ବୋରିଂ କରିନଥିବେ ଲୋକ? 15 ତାଲା 15 ମହଲାର ଘର ହେଇନଥିବେ? ଆମ ସନାତନ ହିନ୍ଦୁ ଧର୍ମରେ, ଆମ ଭାରତ ବର୍ଷରେ ଯେଉଁ ମୁଖ୍ୟ 4ଟି ଧାମ ଅଛି, ତା ମଧ୍ୟରୁ ଆମ ଜଗନ୍ନାଥ ଧାମ, ଯାହାକୁ ଗୋବର୍ଦ୍ଧନ ଧାମ କୁହାଯାଏ। ଗୋବର୍ଦ୍ଧନର ଉଦ୍ଦେଶ୍ୟ ହେଉଛି ଗୋମାତା, ତାର ବାତ୍ସଲ୍ୟ, ତାର ପଞ୍ଚଗବ୍ୟ। ସେଥିପାଇଁ এই ଗୋବର୍ଦ୍ଧନପୁରୀ, এই ଜଗନ୍ନାଥ ମାଟି। କିନ୍ତୁ ଅତି ଦୁଃଖର ବିଷୟ ଆଜ୍ଞା, এই ଜଗନ୍ନାଥ ମାଟିରେ, ଯେଉଁ ଜଗନ୍ନାଥ ମାଟିରେ ଗୋବର୍ଦ୍ଧନର ଗୋମାତାର ମାହାତ୍ମ୍ୟ, ଗୋମାତାକୁ ଆଦର କରିବା କଥା, କିନ୍ତୁ ବର୍ତ୍ତମାନର ଖ୍ରୀଷ୍ଟିଆନ ସଂସ୍କୃତିକୁ ଆପଣେଇ, ଆଧୁନିକତାକୁ ଆପଣେଇ ଆମ ଭାରତୀୟ ଓଡ଼ିଶାବାସୀ ମାନେ, ଆମ ସନାତନୀ ହିନ୍ଦୁମାନେ
ଆମ ଗୋମାତାକୁ ଅନାଦର କରୁଛନ୍ତି। ଏମାନେ ସାମର୍ଥ୍ୟ ଅଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଦେଇ କୁକୁର ପାଳୁଛନ୍ତି, କିନ୍ତୁ ଗୋମାତାକୁ ଘରେ ରଖୁନାହାନ୍ତି। ଆଉ ଯୋଉ ଗୋଚାରଣ ହଉଛି, ଯୋଉ ଗୋହତ୍ୟା ହଉଛି, ମତେ କହିବା ପାଇଁ ଦୁଃଖ ଲାଗୁଛି ଆଜ୍ଞା। ସବୁଠାରୁ ଦଲାଲ ହଉଛନ୍ତି ଆମ ହିନ୍ଦୁ। ଦେଖିବେ ପ୍ରତ୍ୟେକ ଗୋହତ୍ୟାରେ ଦଲାଲ ହେଇଥିବେ ହିନ୍ଦୁ। ବଡ ବଡ କଂସେଇ ଖାନାର ମାଲିକ ହଉଛନ୍ତି ହିନ୍ଦୁ। ଆମେ ତାକୁ କେବଳ ଗୋରୁ ଭାବୁଛେ, ଆମେ ତାକୁ ମା ଭାବୁନେ। ଆମେ ଭାବୁନେ ସିଏ ଯେ ଜଗତ ଜନନୀ ତା ଭିତରେ 33 ପ୍ରକାର ଦେବାଦେବୀ ଅଛନ୍ତି। ତ ସେଇ ଗୋମାତାର ପ୍ରତ୍ୟେକ ଦିନ ହତ୍ୟା ହଉଛୁ, ଚୋରା ଚାଲାଣ ହଉଛୁ। ସରକାର ପରେ ସରକାର ପରିବର୍ତ୍ତନ ହେଲା, କଂଗ୍ରେସ ଆସିଲା, ବିଜେଡି ଆସିଲା, ବିଜେପି ଆସିଲା। ଆଉ ସବୁଠାରୁ ଦୁଃଖର କଥା କଣ ଜାଣିଛନ୍ତି? ଯେଉଁ ରାଜନୈତିକ ଦଳ, ଆମେ ରାଜନୀତି କରିବା ପାଇଁ ଚାହୁଁନୁ କିନ୍ତୁ ବାଧ୍ୟ ହଉଛୁ, ଯେଉଁ ରାଜନୈତିକ ଦଳ ହିନ୍ଦୁ ଗୋମାତା ହିନ୍ଦୁତ୍ୱର ଭାଷଣବାଜି କଲା, କେନ୍ଦ୍ରରେ ଏତେ ଦିନ ହେଲାଣି ଆସିଲାଣି, ରାଜ୍ୟରେ 17-18 ମାସ ହେଇଗଲାଣି, କିନ୍ତୁ କାଲିର ଘଟଣା ସେ ରାଧାମାଧବ ଭାଇ ହୁଅନ୍ତୁ, ସେ ହେମନ୍ତ କ୍ରାନ୍ତି ହୁଅନ୍ତୁ, କିମ୍ବା ଏଇଭଳି ହଜାର ହଜାର ଭାଇ ଅଛନ୍ତି ଦିନ ରାତି ସଂଗ୍ରାମ କରୁଛନ୍ତି, ଯାହା ପାଖରେ ମିଡିଆ ବି ପହଞ୍ଚି ପାରୁନାହିଁ। 84,000 ଏକର ଅଛି ବକବଡ଼ ପ୍ରପର୍ଟି। ସବୁଠୁ ଦୁଃଖ ହେଲା 1968 ମସିହାରେ କଂଗ୍ରେସ ଆଇନ ଆଣିଲା କି ଅଳ୍ପ ସଂଖ୍ୟକ ଲୋକ ମାଦ୍ରାସା ବନେଇ ପାରିବେ, କିନ୍ତୁ ହିନ୍ଦୁ ଗୁରୁକୁଳ ବନେଇ ପାରିବ ନାହିଁ। କିନ୍ତୁ ଗୀତା ପଢିପାରିବ ନାହିଁ। ଯୋଉଥିପାଇଁ କି ଆମ ଗୁରୁକୁଳ ନାହିଁ, ଆମ ଲୋକ ଜନ୍ମ ହେଲେ ମଦ ମାଂସରେ ଭାସିଲେ। ସନାତନ ଲୋକ କୌଣସି ପାଠ ନାହିଁ, ସଂସ୍କୃତି ଭାଷା ଧୀରେ ଧୀରେ ଲୋପ ପାଇଗଲାଣି। ଯେ ଯେମିତି ଠାକୁର କିଏ ଜାଣିଲେ ନାହିଁ, କିନ୍ତୁ ସେମାନେ ତାଙ୍କର ଛୋଟ ଏଜରୁ ଲୋକ ଅନ୍ୟ ଧର୍ମର ଲୋକ, ସବୁ ଧର୍ମକୁ, କେବଳ ଗୋଟେ ପ୍ରଜାତିର ଲୋକ ନୁହେଁ। ବର୍ତ୍ତମାନ ତୁମେ ମାନେ ଦେଖୁଥିବ ବେଶୀ ଖ୍ରୀଷ୍ଟିଆନରେ କନଭର୍ଟ ହଉଛନ୍ତି। ଭାରତର ପ୍ରାୟ 99% ରାଜନୈତିକ ଦଳ ସେମାନେ ହଉଛି ହିନ୍ଦୁ ବିରୋଧୀ, ଗୋମାତା ବିରୋଧୀ, ହିନ୍ଦୁ ସଂସ୍କୃତି ବିରୋଧୀ। ସମସ୍ତଙ୍କୁ ଜଣା ଅଛି। ଆଉ ସେ ରାଜନୈତିକ ଦଳ ମାନେ ଖୁଲମ ଖୁଲା କହୁଛନ୍ତି ଯେ ଆମେ ମୁସଲିମକୁ ସମର୍ଥନ କରିବୁ, ଆମେ ଖ୍ରୀଷ୍ଟିଆନକୁ ସମର୍ଥନ କରିବୁ। ସେମାନେ ଯାହା ତାଙ୍କର କାର୍ଯ୍ୟକଳାପ ବି ଆମେ ଦେଖୁଛୁ, ଯେମିତି କାଶ୍ମୀର ହଉ, ବେଙ୍ଗଲ ହଉ, ଏବେ ଓଡ଼ିଶା ହଉ, କେରଳ ହଉ, ଯାହା ହିନ୍ଦୁମାନଙ୍କ ସହ ହଉଛି, ସିକ୍ୟୁରିଟି ମାନେ ଘର ସେମାନେ ପଳାୟନ କରୁଛନ୍ତି, ତାଙ୍କ ଝିଅଙ୍କ ସହିତ ବର୍ବରତା ହଉଛି, ମଠ ମନ୍ଦିର ହତ୍ୟା ହଉଛି, ରାସ୍ତା କଡ଼ରେ ଗୋମାତାକୁ ହତ୍ୟା କରାଯାଉଛି। ମୁଁ ନିଜେ ଦେଖିଛି, ମୁଁ ପ୍ରାୟ ପାଖାପାଖି 22ଟା ରାଜ୍ୟ ବୁଲିଛି। ତ ଯେଉଁ ପାର୍ଟି ଭାଇ ହିନ୍ଦୁତ୍ୱ ଗୋମାତା କହୁଛୁ, ଯେ ପାର୍ଟି ହିନ୍ଦୁତ୍ୱ ନାରା ଦଉଛୁ, କିନ୍ତୁ ଯେଉଁ ଦେବଦୁର୍ଲଭ ତମ ଆମ ଭଳିଆ କାର୍ଯ୍ୟକର୍ତ୍ତା ପାଇଁ ସେ ଆଜି ହିନ୍ଦୁ ଭାଇ ସତ୍ତାରେ ବସିଛି। ଯେତେବେଳେ ସେମାନେ ସତ୍ତାକୁ ଭାଇ ଆସୁଛନ୍ତି, ସେତେବେଳେ କେବେ ବି ଗୋଭକ୍ତ କହିନି ମୋର ଚାକିରି ଦରକାର, ମୋର କଣ୍ଟ୍ରାକ୍ଟରେ କାମ ଦରକାର, ତମେ ମୋର ଏଇ ଜିନିଷଟା କରିଦିଅ। ଗୋଭକ୍ତ କେବେ କୁହେନି, କିନ୍ତୁ କେହି କେବେ କୁହେନି। ସେଇ ଗୋମାତାର ସୁରକ୍ଷା ହବ କେମିତି, ହିନ୍ଦୁ ସୁରକ୍ଷିତ ହବ କେମିତି, ଧର୍ମାନ୍ତୀକରଣ ବନ୍ଦ ହବ, ଏଇସବୁ ଜିନିଷ ପାଇଁ ସେ ଲଢେଇ କରେ। କିନ୍ତୁ ସେ ଯେତେବେଳେ ବିପଦରେ ପଡେ, କାଲିକା ଭଳିଆ ଫୋନ କାଟିଦିଅନ୍ତି। ଯଦି ଦୁନିଆରେ ସବୁଠୁ କିଛି ଗୋଟେ ଖରାପ କାମ ଥାଏ, ମୁଁ ସେଟାକୁ ରାଜନୀତି ବେପାର ତାକୁ ପଲିଟିକ୍ସ ନାଁରେ ଆଉ କିଛି ଏମାନେ ରଖିନାହାନ୍ତି। ଯୋଉମାନେ ଦେଖିବ ପୁରୁଣା 50 ବର୍ଷ ଆଗରୁ ବିଜେପି ପାଇଁ ଲଢି ଆସୁଥିଲେ, ସେମାନେ ଏବେ ପାର୍ଟିରେ ନଥିବେ, ସାଇଲେଣ୍ଟ ହେଇଯିବେ। ଖାଲି ବିଜେଡିର ପଲ୍ଲା ଭାରି ଥିଲା, ସବୁ ନେତା ବିଜେଡି ମୁହାଁ ହଉଥିଲେ। ଯେତେବେଳେ ବିଜେପିର ହେଲା, ସମସ୍ତେ ବିଜେପି ହେଲେ। ଖାଲି କଂଗ୍ରେସର ଆସିବ, କଂଗ୍ରେସ ଯିବେ। ତୁମେ ଯଦି ଏବେ ଗୋଟେ ରାବଣର ମନ୍ଦିର କରିଦବ ଆଉ କହିବ ଯିଏ ଟିକେ ଯାହା ଆସିବ ତାକୁ ମୁଁ ଦେବି, ଖାଲି ଏତିକି କୁହ, ଦେଖିବ ମାନେ ଯୋଉ ପୁରୀ ଧାମ ଯିବା ବନ୍ଦ ହେଇଯିବ, ତୁମ ପାଖକୁ ଆସିବା ଷ୍ଟାର୍ଟ ହେଇଯିବ। ଯୋଉଟା ଖ୍ରୀଷ୍ଟିଆନ କରିକି ଧର୍ମାନ୍ତୀକରଣ କରୁଛି। ତ ଏଠି ସବୁ ମୁଁ ବାରମ୍ବାର କହି ଆସିଛି। ଆଉ ତୁମେ ମାନେ ନେତା ମନ୍ତ୍ରୀଙ୍କର, ତୁମ ଆଖପାଖ ନେତା ମନ୍ତ୍ରୀଙ୍କର ମରଣ ଟିକେ ଚିନ୍ତା କର, ତାଙ୍କ ପର୍ସନାଲ ଲାଇଫକୁ ଯାଅ, ଦେଖିବ କେବେ ସେମାନେ ଶାନ୍ତିରେ ନଥିବେ, ଆଉ ତାଙ୍କ ମରଣ କେବେ ଶାନ୍ତିରେ ହେଇନଥିବ। ଦୁନିଆର ସବୁ କିଛି ବିକଳ୍ପ ଅଛି, କିନ୍ତୁ ଆମ ପଞ୍ଚଗବ୍ୟର କିଛି ବିକଳ୍ପ ନାହିଁ ଆଜ୍ଞା। ଆମ ଦେଶୀ ଗୋମାତାର ଯୋଉ ପଞ୍ଚଗବ୍ୟ ଅଛି, ଆମ କ୍ଷୀର, ଘିଅ, ଆମ ଗୋମୂତ୍ର, ଆମ ଦହି, ଆର କିଛି ବି ବିକଳ୍ପ ନାହିଁ। ଯଦି ଗୋମାତାଟେ, ଦେଶୀ ଗୋମାତା ସୁରକ୍ଷିତ ରହିବନି ଆଜ୍ଞା, ଆମେ ହିନ୍ଦୁ ହେଇ ଆମର ନା ଯଜ୍ଞ ହେଇପାରିବ, ନା ଆମର ହୋମ ହେଇପାରିବ, ନା ଆମର ପୂଜା ହେଇପାରିବ, ନା ଆମର ଷୋଳ ସଂସ୍କାର ହେଇପାରିବ, କିଛି ବି ହେଇପାରିବନି। ତେବେ କଣ ପାଇଁ ଆମେ ଆମ ଗୋମାତାର ସୁରକ୍ଷା କରିପାରିବା? କଣ ପାଇଁ ଏଭଳି ଗୋସେବକୁ ଆମେ ସହଯୋଗ କରିପାରିବା ନାହିଁ? କଣ ପାଇଁ ଆମେ ଆମ ଗୋମାତାକୁ ଘରେ ପାଳି ପାରିବା ନାହିଁ? ଆଗରୁ ଏତେ ଅଭାବ ଥିଲା, ଏତେ ଦୁଃଖ ଅଭାବ ଭିତରେ ବି ଆମେ ଗୋମାତାକୁ ପାଳୁଥିଲେ। ଆଜି ଆମ ପାଖରେ ପକ୍କା ଘର ଅଛି, ଆମ ପାଖରେ କୋଠା ଗାଡି ପ୍ରଚୁର ପଇସା ଅଛି, କିନ୍ତୁ ଆମେ ଆମ ଗୋମାତାକୁ ପାଳୁନୁ। ଆଉ ଯେ କଥା ରାଧାମାଧବ ଭାଇ କହିଲେ ନା, ଯେ ସତ କହୁଥିବା ଲୋକ ବହୁତ କମ। ଏଠି ହିନ୍ଦୁ ହିନ୍ଦୁ କହିକି ରାଜନୀତି କରୁଥିବା, ରାଜନୀତି ଦଳର ଗୋଲାମଗିରି କରୁଥିବା ଲୋକ ବହୁତ ଆଜ୍ଞା ଆପଣଙ୍କୁ ମିଳିବେ, ଯେଉଁମାନେ ଦିନରେ ହିନ୍ଦୁ ହିନ୍ଦୁ କହିବେ, କିନ୍ତୁ ରାତିରେ ସେ ରାଜନୀତି ଦଳର ଗୋଲାମଗିରି କରିବେ। ଆଉ ଆମ ତମ ଭଳିଆ ରାଧାମାଧବ ଭାଇ ଭଳିଆ ଯଦି କିଛି ଲୋକ ଆସିକି ସତ କହିଲେ, ତାକୁ ଗୋଡ ଟାଣିବେ। ତ ଆପଣ ଯେତେବେଳେ ଆପଣଙ୍କର ବ୍ୟକ୍ତିଗତ ମତ, ଆପଣ ସ୍ୱାଧୀନ, ଆପଣଙ୍କୁ ସମ୍ବିଧାନ ଅଧିକାର ଦେଇଛି, ଆପଣ କୌଣସି ଦଳକୁ
ସପୋର୍ଟ କରିପାରନ୍ତି, ଆପଣ କୌଣସି ଧର୍ମକୁ ସପୋର୍ଟ କରିପାରନ୍ତି, କିନ୍ତୁ ଆପଣ ଗୋଟିଏ ନାଁରେ ରୁହନ୍ତୁ। ଆପଣ ଯଦି ରାଜନୈତିକ ଦଳ ରହୁଛନ୍ତି ରୁହନ୍ତୁ, ଆପଣ କୌଣସି ରାଜନୈତିକ ଦଳକୁ ଜଏନ୍ କରନ୍ତୁ, କିନ୍ତୁ ହିନ୍ଦୁ ହିନ୍ଦୁ ହେଇ ଏପଟେ ହିନ୍ଦୁତ୍ୱର ମିଛ ବାହାନା କରିବେ, ଆଉ ନିରୀହ ହିନ୍ଦୁମାନଙ୍କୁ ଭାବନା ସହ ଖେଳିବେ, ଆଉ ତାପରେ ରାଜନୀତି ଦଳର ଗୁଲାମଗିରି କରିବେ। ଆଉ ଆମେ ଯଦି ଆପଣଙ୍କୁ ସତ କଥାଟେ କହିଲୁ ଆମକୁ ଭାଷା ଗାଳି ଗୁଲଜ କରିବେ, ଆମକୁ ବିଭିନ୍ନ ପ୍ରକାର ମିଛ ଆରୋପ ଲଗେଇବେ, ତ ଏଥିପ୍ରତି ଆପଣ ସତର୍କ ରୁହନ୍ତୁ। ଲୋକ ଏବେ ହିନ୍ଦୁତ୍ୱକୁ ଗୋଟେ ଏଜେଣ୍ଡା ବନାଉଛନ୍ତି, ହିନ୍ଦୁ ହିନ୍ଦୁ କହିବେ, ରାଜନୀତି ଦଳ ଟିକଟ ନେବେ, କୌଣସି ହିନ୍ଦୁ ସଂଗଠନ ରହିବେ, ଗୋଟେ ପ୍ରହସନ କରିବେ, ତାର ମତ ଆଉ କଣ? ନହେଲେ ମୁଠିଭର ବିଧର୍ମୀ ଆଉ ମୁଠିଭର ଦଲାଲ ବିଧର୍ମୀଙ୍କ ପାଇଁ ଶହ ଶହ ଲକ୍ଷ ଲକ୍ଷ ହିନ୍ଦୁ ଅଛନ୍ତି। ଆମ ଗୋମାତାର ଚାରଣ କଣ ପାଇଁ ହଉଛି? ଏଠି ପୋଲିସ ତ ହିନ୍ଦୁ, ଏଠି ସରକାର ତ ହିନ୍ଦୁ, ଏଠି IAS IPS ହିନ୍ଦୁ, ଏଠି ଡ୍ରାଇଭର ହିନ୍ଦୁ, ସବୁ ହିନ୍ଦୁ ଥାଇକି ଆମ ଗୋମାତାର କାହିଁ ଚାରଣ ହଉଛି? କାହିଁକି ନା ମାନେ ସ୍ୱାର୍ଥରେ ରହୁଛନ୍ତି। ସେ ନେତା ମନ୍ତ୍ରୀ ମାନଙ୍କର କୁହ, ଅଫିସର ମାନଙ୍କର କୁହ, ଯୋଉମାନେ ୟାକୁ ଚାହିଁଲେ ବନ୍ଦ କରିପାରିବେ କି ଏଇ ଯୋଉ ପିଲାମାନେ କୁହ, ଯୋଉମାନେ ଜନତା ଯୋଉମାନେ ଜାଣି ଶୁଣିକି ଚୁପ୍ ବସୁଛି, ମାନେ ଆମେ ଏଇଠି ଗୋହତ୍ୟା ଗୋବଂଶ ପ୍ରତି ହଉଥିବା ଅନ୍ୟାୟ ଅତ୍ୟାଚାର ସହିପାରୁନି। କେବଳ ହତ୍ୟା ନୁହେଁ, ଯେତେ ମାତ୍ରାରେ ଗାଡି ଚାଲାଣ ହଉଛି ସେତେ ମାତ୍ରାରେ ଓଡିଶାରେ ଆକ୍ସିଡେଣ୍ଟ ହଉଛି। କୋଉଠି ରାସ୍ତା କଡରେ କିଏ ପଚିକି ସଢିଲାଣି, କାହାର ପେଟରୁ ପୂଜ ବାହାରୁଛି, କାହାର କିଏ ପ୍ଲାଷ୍ଟିକ ଖାଇ ମରୁଛି, ନୂଆପଡା ଭଳିଆ ଘଟଣା ତୁମେ ମାନେ ଘଟେଇ ଦେଇକି ପଳେଇ ଆସୁଛ, ଅଥଚ ସୋସିଆଲ ମିଡିଆରେ ବି ଟିକେ ଦୁଃଖ ପ୍ରକାଶ କରୁନାହାନ୍ତି। ତ ସେଇଠିକା ହିନ୍ଦୁ ସେଇମାନେ ଏଇ ବିଜେପି କୁ ଭୋଟ ଦେବେ। କଣ ଯଦି ଏମାନେ ପ୍ରକୃତରେ ହିନ୍ଦୁ ହେଇଥିବେ, ଭୋଟ ନ ଦେଇକି ଦେଖେଇ ଦିଅନ୍ତୁ ଯେ ଆମେ ଯେ ଆମ ଗୋମାତାଙ୍କର ଯିଏ ନୁହେଁ ଆମେ ତାର କେବେ କୌଣସି ରାଜନୈତିକ ଦଳକୁ ବହିଷ୍କାର କରନ୍ତୁ। ଆପଣ ସନା ଭାଇ କଥା କହୁନାହାନ୍ତି, ଯେ 14 ତାରିଖ ଘଟଣା ଘଟିଲା, ଏମାନେ ଉତ୍ତମ ମହାନ୍ତି ମଲା ତା ପାଇଁ ଗଲେ, ଏମାନେ ସିଦ୍ଧାର୍ଥ ମହାପାତ୍ର ମଲା ତା ମାକୁ ଦେଖିବା ପାଇଁ ଗଲେ, ଠିକ ଅଛି ଆପଣ ଯାଆନ୍ତୁ। ଏମାନଙ୍କର ହିନ୍ଦୁତ୍ୱ ପ୍ରତି କଣ କଣ୍ଟ୍ରିବ୍ୟୁସନ? ଜଣେ ଗौ ସେବକଟେ, ସିଏ ପୁଣି ବିଜେପିର ଜଣେ ସଦସ୍ୟ, ସେ ସବୁବେଳେ ବିଜେପି ପାଇଁ ପ୍ରଚାର କରେ, କିନ୍ତୁ ସେ ଗୋମାତା ସୁରକ୍ଷା ପାଇଁ ଆପଣ ଯୋଉ ଆନ୍ଦୋଳନ କରିଥିଲେ ଆମ ହିନ୍ଦୁ ଯୁବକ ମାନେ, ପୁରୀରେ ତାର ମୃତ୍ୟୁ ହେଲା, କେହି ଜଣେ ସମବେଦନା ଜଣାଇଲେ, ତା ଟ୍ୱିଟ୍ କଲେ, ଯିଏ ନିଜ ବ୍ୟକ୍ତିଗତ ସମସ୍ୟା ପାଇଁ ଆତ୍ମହତ୍ୟା ଦେଲା ତା ପାଇଁ 20 ଲକ୍ଷ ଘୋଷଣା କରିଦେଲେ, କିନ୍ତୁ ଗೋ ସେବକଟେ ଗୋମାତାର ସୁରକ୍ଷା ପାଇଁ ମଲା ନା, ଏମାନେ ତାର କିଛି କଲେ ନା, ସେ କେମିତି ମଲା ତାର ଯାଞ୍ଚ କଲେ ନା, ତାକୁ କଣ କଲେ? ପୁରା ସିଷ୍ଟମ କରପ୍ଟ ହେଇସାରିଛି। କହିଗଲି ମାନେ ଇଂରେଜ ମାନେ ଚାଲିଗଲେ, କଳା ଇଂରେଜ ମାନେ ଆସିଲେ, ଧଳା ଇଂରେଜ ଗଲେ, କଳା ଇଂରେଜ ଆସିଲେ। କଳା ଇଂରେଜ ଆସିଛନ୍ତି। ଆଉ ଯଦି ଆଗରୁ ଏସବୁ ଜିନିଷ ନଥିଲା, ଆମ ପାଖରେ ଆଜି ସୋସିଆଲ ମିଡିଆ ଏତେ ଭଲ ପ୍ଲାଟଫର୍ମ ଅଛି ବୋଲି ଆମେ ସବୁ ଜିନିଷ ଜାଣିପାରୁଛୁ। ଯେମିତି ତୁମେ ଲାଷ୍ଟ ଟାଇମ ଦେଖିଥିବ, ପୋଲିସ କ୍ୟାମେରା ସାମ୍ନାକୁ ଆସିବା ପାଇଁ ମିଳୁଛି, କଣ ପାଇଁ? ଭୟ କରୁଛି। କଣ ଯଦି ପ୍ରତ୍ୟେକ କ୍ୟାମେରା ପୋଲିସ ଷ୍ଟେସନରେ କ୍ୟାମେରାକୁ ମନିଟରିଂ କରାଯାନ୍ତା, ତାର କିଏ ଗୋଟେ ଲିଗାଲ ଅଥରିଟି ରୁହନ୍ତା, ଏ ମାନେ ପୋଲିସ ଷ୍ଟେସନରେ ବସିକି ଲାଞ୍ଚ ନେଇ ପାରନ୍ତେ। ବର୍ତ୍ତମାନ ଯୋଉ ଭାଇ ଗौ ସେବକ ମାନେ ଅଛନ୍ତି, ଯେଉଁମାନେ ଦିନ ରାତି ସଂଗ୍ରାମ କରୁଛନ୍ତି, ସେମାନଙ୍କର ଦୁଃଖ ଭାଇ ଯେ କମ୍ ସେ କମ୍ ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ ଗୋଶାଳା ହଉ। ଯେମିତି ଆପଣ କହିଲେ, ମୁଁ ବି କହୁଛି ଦେଶୀ ଗୋବଂଶ କେମିତି ବଞ୍ଚିବ। ଖାଲି ଏମାନେ କହୁଛନ୍ତି ଆମେ ନିୟମ କରିଦବା, ନିୟମ କଲେ କିଛି ନାହିଁ। ହତ୍ୟା ପାଇଁ ନିୟମ ଅଛି, ବଳାତ୍କାର ପାଇଁ ନିୟମ ଅଛି, ତାର ପ୍ରପର ସୁରକ୍ଷା ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଶାଳା ହବ। ଆମ ଏମାନେ କହୁଛନ୍ତି, ସବୁ ବଡ ବଡ ନେତା ଦେଖିବେ ଏମାନେ ଭାଷଣ କରୁଛନ୍ତି, ଦେଶୀ ଗୋବଂଶ ତାର ପଞ୍ଚଗବ୍ୟରେ ଅମିକି ହବ, ତାର ବିୟୁଟି ପ୍ରଡକ୍ଟ ହବ, ସେ ଔଷଧ ହବ, ସେ ଆମେରିକା ପେଟେଣ୍ଟ କଲାଣି। ବିଜେପିର ବଡ ବଡ ପ୍ରବକ୍ତା, ବିଜେପିର ବଡ ବଡ ନେତା ଭାଷଣ ମାରୁଛନ୍ତି, କିନ୍ତୁ ତମେ କେତେଟା କରିକି ଦେଖେଇଛ? ପ୍ରତ୍ୟେକ ବ୍ଲକରେ ଯଦି ଗୋଶାଳା କରନ୍ତ, ତାର ଏବେ ଭାଇ ଶୁଦ୍ଧ ଘିଅ ମିଳୁନି। ମନ୍ଦିରରେ ଯିବେ, ଏବେ ସବୁ ଚର୍ବି ଘିଅ, ଏବେ ଶୁଦ୍ଧ ଘିଅ ମିଳୁନି, ଶୁଦ୍ଧ କ୍ଷୀର ମିଳୁନି, ଶୁଦ୍ଧ ଦହି ମିଳୁନି। ଯଦି ପ୍ରତ୍ୟେକ ବ୍ଲକରେ ଭାଇ ମାନେ ଗୋଶାଳା କରାଯାନ୍ତା, ଦେଶୀ ଗୋବଂଶର ସୁରକ୍ଷା, ତାର ଯୋଉ ପଞ୍ଚଗବ୍ୟ ଅଛି ତାକୁ ବିୟୁଟି ପ୍ରଡକ୍ଟ କରାଯାନ୍ତା, ସେଠି କେତେ ଲୋକ ଗୋଟେ ନିଯୁକ୍ତି ହୁଅନ୍ତେ। ଆମର ଯୁବକ ବେକାର ହେଇକି ବୁଲୁଛନ୍ତି। ପ୍ରତ୍ୟେକ ବ୍ଲକରେ ଯଦି ଭାଇ ଗୋଟେ ଗୋଟେ ଗୋଶାଳା ହୁଅନ୍ତା, ଗୋମାତାର ସୁରକ୍ଷା କଥା ହୁଅନ୍ତା, ଏଠି ବହୁତ ବଡ ଗୋଟେ ମାର୍କେଟ ତିଆରି ହୁଅନ୍ତା, ଗୋମାତା ସୁରକ୍ଷା ହୁଅନ୍ତା, ସେଠି ଗୋଟେ ନିଯୁକ୍ତି ବଢନ୍ତା। ଲୋକ ଯେଠି ମାନେ ଦେଶୀ ଗୋବଂଶ, ମୁଁ ବହୁତ ଜାଗାରେ ଦେଖିଛି, ଦେଶୀ ଗୋବଂଶ ତାର ଗୋବର ଗୋମୂତ୍ର କିଣା ଯାଉଛି, ତ ତା ଦେହରୁ ବହୁତ କିଛି ପ୍ରଡକ୍ଟ ବ୍ୟବହାର କରାଯାଏ। ଯେ ଏତେ ଟଙ୍କା ଓଡିଶାର ଖଣି ପାଣି ଜଳ ଜଙ୍ଗଲ, ଆମେ ଚକୋଲେଟ ଗୋଟେ ଖାଇବାକୁ ଟ୍ୟାକ୍ସ ଦଉଛୁ, କୋଟି କୋଟି ଟଙ୍କା ଟ୍ୟାକ୍ସ ଅର୍ଜନ ହଉଛୁ। ଯଦି ଆମ ପଇସାରୁ ପ୍ରତ୍ୟେକ ବ୍ଲକରେ ଗୋଟେ ଗୋଟେ ଗୋଶାଳା ହୁଅନ୍ତା, ତ ଭାଇ 99% ସମସ୍ୟାର ସମାଧାନ ହେଇଯାନ୍ତା। ଦାଦା ମାଧବ ଭାଇ ବହୁତ ବହୁତ ଧନ୍ୟବାଦ, ଆପଣଙ୍କର ବହୁତ ମୂଲ୍ୟ ସମୟ, ଗୋମାତାର ସେବା 24 ଘଣ୍ଟା, ଏତେ ବ୍ୟସ୍ତବହୁଳତା ସମୟ ଭିତରେ ଆମକୁ ଏତେ ସମୟ ଦେଇଥିବାରୁ, ଏତେ ଭଲ ପାଇଥିବା ଦେଇଥିବାରୁ, ଆଉ ବିଶେଷ କରି ହିନ୍ଦୁ ସମାଜର ଯେଉଁ ଯୁବକ ଅଛନ୍ତି, ଯେଉଁମାନେ ହିନ୍ଦୁତ୍ୱ ପାଇଁ କାମ କରୁଛନ୍ତି, ଯେଉଁମାନେ ହିନ୍ଦୁ ବିରୋଧୀ ଅଛନ୍ତି, ଯେଉଁମାନେ ଗୋମାତାର ସେବା କରୁଛନ୍ତି, ସେମାନେ ସବୁ ଆମ ଦି ଭାଇଙ୍କ ଡିସ୍କସ ବିଷୟରେ ଶୁଣିକି ତାଙ୍କ ଭିତରେ ଯଦି କିଛି ମାନବିକତା ଥିବ ତାହେଲେ ସେମାନେ ପରିବର୍ତ୍ତନ ହେବେ, ଯଦି ରାକ୍ଷସ ହେଇଥିବେ ତାହେଲେ ତାଙ୍କୁ କିଛି
ଫରକ ପଡିବ ନାହିଁ। ତ ଭାଇ ମୁଁ ଭଗବାନଙ୍କୁ ଡାକୁଛି, ଗୋମାତାକୁ ଡାକୁଛି, ଆପଣ ଏମିତି ନିରନ୍ତର ସେବା କରିଥାନ୍ତୁ, ଗୋମାତାର ଆଶୀର୍ବାଦ ମିଳୁ। ଆଉ ଯେଉଁ ଭାଇମାନେ ଆମକୁ ଦେଖୁଛନ୍ତି ଅଧିକରୁ ଅଧିକ ମାତ୍ରାରେ ଯୋଡ଼ି ହୁଅନ୍ତୁ। ଆପଣ ବି ଆପଣଙ୍କ ତରିକାରେ ଆପଣଙ୍କ ଅଞ୍ଚଳରେ କିଛି ନା କିଛି ଆରମ୍ଭ କରନ୍ତୁ, ଗୋମାତାର ସେବା ହଉ କିଛି ନା କିଛି। ଯେ ଭାଇଙ୍କୁ ଦୋଷ ଦଉଛନ୍ତି, ମତେ ଭାଇ ନୂଆପଡାରେ ହେଲା ହେମନ୍ତ ଭାଇ କାହିଁ ଗଲାନି, ଭାଇ ଆମ ଘର ବାଲେଶ୍ୱର, ଆମେ କଣ ଅଲ ଓଡିଶାରେ ବୁଲି ପାରିବୁ? ନା ଆମକୁ ୟା ପାଇଁ କିଏ ପଇସା ନା ଆମ ପାଖକୁ ମୁଁ ଆଜି ଭାଇଙ୍କ ପାଖକୁ ଆସିଛି, ମୋ ନିଜ ପଇସାରେ ଆସିଛି, ଭାଇ ଆଜି ମତେ ସମୟ ଦେଇଛନ୍ତି। ଆମେ ସବୁ ଏଠି ହିନ୍ଦୁତ୍ୱ ପାଇଁ କାମ କରିବାର ସବୁ ହରେଇବା ପାଇଁ ପଡେ। ତ ଆପଣ ମାନଙ୍କୁ ମୋର ଏତିକ ବିନମ୍ର ନିବେଦନ, ଆପଣ ମାନେ ପ୍ରକୃତରେ ଯିଏ ହିନ୍ଦୁତ୍ୱ ପାଇଁ ଲଢୁଛୁ ତା ଗୋଡ ଟାଣନ୍ତୁ ନାହିଁ, ଯିଏ ନିରପେକ୍ଷ କହୁଛୁ, ଯିଏ ସତ କହୁଛୁ ତାକୁ ସହଯୋଗ କରନ୍ତୁ, ଆଉ ଏଇଭଳିଆ ଗୋ ସେବକ ମାନଙ୍କୁ ମନୋବଳ ବଢାନ୍ତୁ। ଏତିକି କହିବି। ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ଭାଇ ରାଧେ ରାଧେ। ପଇସା